ओम शांति 26 जुलाई 2025 प्रातः मुरली शिव भगवानकर मधुर महाभाग्य। शिव बाबा कहते मिठे बच्चे, यही संगम जुग विकर्म विनाश करिबार जुग। यही जुगरे तुम मानकु कौनसी विकर्म करिबार नाही, पवित्र निश्चित हेबाकु पड़िबो। यही संगम जुग विकर्म विनाश करिबार जुग। यही जुगरे तुम मानकु कौनसी विकर्म करिबार नाही, पवित्र निश्चित हेबाकु पड़िबो। आजिर प्रश्न, अतीन्द्रिय सुखर अनुभव केउ संतान माने करिपारिबे? अतीन्द्रिय सुखर अनुभव केउ संतान माने करिपारिबे? उत्तर, ଯେଉଁମାନେ ଅବିନାଶୀ ଜ୍ଞାନ ରତ୍ନରେ ଭରପୁର ଅଟନ୍ତି, ସେହିମାନଙ୍କୁ ହିଁ ଅତୀନ୍ଦ୍ରିୟ ସୁଖର ଅନୁଭବ ହୋଇପାରିବ। ଯେଉଁମାନେ ଯେତେ ଜ୍ଞାନକୁ ଜୀବନରେ ଧାରଣ କରିବେ, ସେମାନେ ସେତେ ଧନବାନ ହେବେ। ଯଦି ଜ୍ଞାନରତ୍ନର ଧାରଣା ହେଉନାହିଁ, ତେବେ ଗରିବ କୁହାଯିବ। ବାବା ତୁମମାନଙ୍କୁ ଅତୀତ, ବର୍ତ୍ତମାନ ଏବଂ ଭବିଷ୍ୟତର ଜ୍ଞାନ ଦେଇ ତ୍ରିକାଳଦର୍ଶୀ କରିଦେଉଛନ୍ତି। ଗୀତ ଓମ୍ ନମ ଶିବାୟ। ଓମ୍ ଶାନ୍ତି। ଅତୀତ ହିଁ ବର୍ତ୍ତମାନର ରୂପ ନେଇଥାଏ, ପୁଣି ଏହି ବର୍ତ୍ତମାନ ମଧ୍ୟ ଅତୀତ ହୋଇଯିବ। ଏସବୁ ଗାୟନ ଅତୀତର କରୁଛନ୍ତି। ବର୍ତ୍ତମାନ ତୁମେ ପୁରୁଷୋତ୍ତମ ସଙ୍ଗମ ଯୁଗରେ ଅଛ। ପୁରୁଷୋତ୍ତମ ଅକ୍ଷର ନିଶ୍ଚୟ ଲେଖିବା ଉଚିତ। ତୁମେ ବର୍ତ୍ତମାନକୁ ଦେଖୁଛ। ଯାହା ଅତୀତର ଗାୟନ ରହିଛି, ତାହା ଏବେ ବାସ୍ତବରେ ହେଉଛି। ଏଥିରେ କୌଣସି ସଂଶୟ ଆଣିବା ଅନୁଚିତ। ପିଲାମାନେ ଜାଣିଛନ୍ତି ସଙ୍ଗମ ଯୁଗ ମଧ୍ୟ ଅଛି, କଳି ଯୁଗର ଅନ୍ତ ମଧ୍ୟ ହେଉଛି। ବାସ୍ତବରେ 5000 ବର୍ଷ ପୂର୍ବରୁ ସଙ୍ଗମ ଯୁଗ ଅତୀତ ହୋଇଯାଇଛି। ଏବେ ପୁଣି ଅତିକ୍ରମ ହେଉଛି। ଏବେ ବାବା ଆସିଛନ୍ତି। ଯାହା ଅତୀତ ହୋଇଗଲାଣି, ତାହା ପୁଣି ଭବିଷ୍ୟତରେ ହେବ। ବାବା ରାଜଯୋଗ ଶିଖାଉଛନ୍ତି, ପୁଣି ସତ୍ୟ ଯୁଗରେ ରାଜ୍ୟ ପାଇବୁ। ବର୍ତ୍ତମାନ ସଙ୍ଗମ ଯୁଗ। ଏହି କଥା ତୁମମାନଙ୍କ ବ୍ୟତୀତ କେହି ଜାଣିନାହାନ୍ତି। ତୁମେ ପ୍ରତ୍ୟକ୍ଷ ରୂପେ ରାଜଯୋଗ ଶିଖୁଛ। ଏହା ଅତି ସହଜ ଅଟେ। ଛୋଟ ବଡ଼ ଯେଉଁ ସନ୍ତାନମାନେ ମଧ୍ୟ ଅଛନ୍ତି, ସମସ୍ତଙ୍କୁ ଗୋଟିଏ ମୁଖ୍ୟ କଥା ନିଶ୍ଚୟ ବୁଝାଇବାକୁ ହେବ ଯେ, ବାବାଙ୍କୁ ମନେ ପକାଅ, ତେବେ ବିକର୍ମ ବିନାଶ ହେବ। ବର୍ତ୍ତମାନ ବିକର୍ମ ବିନାଶ କରିବାର ସମୟ ଅଟେ। ତେଣୁ ଏପରି କିଏ ଥିବେ ଯିଏ ପୁଣି ବିକର୍ମ କରିବେ? କିନ୍ତୁ ମାୟା ବିକର୍ମ କରାଇ ଦେଉଛି। ଭାବୁଛନ୍ତି ମାୟାର ଚାପୁଡ଼ା ଲାଗିଗଲା, ମୋ ଦ୍ୱାରା ବହୁତ ବଡ଼ ଭୁଲ ହୋଇଗଲା। ବାବାଙ୍କୁ ଡାକୁଛନ୍ତି, ହେ ପତିତ ପାବନ ଆସ। ତେଣୁ ବାବା ଆସିଛନ୍ତି ପବିତ୍ର କରିବା ପାଇଁ। ତେଣୁ ପବିତ୍ର ହେବା ଦରକାର ନା? ଈଶ୍ୱରଙ୍କର ହୋଇ ପୁଣି ପତିତ ହେବା ଅନୁଚିତ। ସତ୍ୟ ଯୁଗରେ ସମସ୍ତେ ପବିତ୍ର ଥିଲେ। ଏହି ଭାରତ ହିଁ ପବିତ୍ର ଥିଲା। ଗାୟନ ମଧ୍ୟ କରୁଛନ୍ତି, ନିର୍ବିକାରୀ ଦୁନିଆ ଏବଂ ବିକାରୀ ଦୁନିଆ। ତାହା ସମ୍ପୂର୍ଣ୍ଣ ନିର୍ବିକାରୀ। ଆମେ ବିକାରୀ ଅଟୁ, କାହିଁକି ନା ଆମେ ବିକାରଗ୍ରସ୍ତ ହେଉଛୁ। ବିଶ୍ୱର ନାମ ହିଁ ହେଉଛି ବିକାର। ପତିତ ମାନେ ହିଁ ଡାକୁଛନ୍ତି, ଆସି ପବିତ୍ର କର। କ୍ରୋଧିତ ଏପରି ଡାକୁନାହାନ୍ତି। ବାବା ମଧ୍ୟ ପୁଣି ଡ୍ରାମାର ପ୍ଲାନ ଅନୁସାରେ ଆସୁଛନ୍ତି। ଏଥିରେ ଟିକିଏ ହେଲେ ମଧ୍ୟ ଫରକ ପଡ଼ିପାରିବ ନାହିଁ। ଯାହା ଅତୀତ ହୋଇଯାଇଛି, ତାହା ପୁଣି ବର୍ତ୍ତମାନ ହେବାକୁ ଯାଉଛି। ବାବା ଅତୀତ, ବର୍ତ୍ତମାନ, ଭବିଷ୍ୟତକୁ ଜାଣିଛନ୍ତି। ତେଣୁ ତାଙ୍କୁ ହିଁ ତ୍ରିକାଳଦର୍ଶୀ କୁହାଯାଉଛି। ଏହି କଥା ମନେ ରଖିବାକୁ ହେବ। ଏହା ବହୁତ ମେହନତର କଥା ଅଟେ। କିନ୍ତୁ ଘଡ଼ିକୁ ଘଡ଼ି ଭୁଲି ଯାଉଛନ୍ତି। ନଚେତ ତୁମେ କେତେ ଅତୀନ୍ଦ୍ରିୟ ସୁଖରେ ରହିବା ଉଚିତ। ତୁମେମାନେ ଏଠାରେ ଅବିନାଶୀ ଜ୍ଞାନଧନ ଦ୍ୱାରା ବହୁତ ସାହୁକାର ହେଉଛ। ଯାହାର ଯେତିକି ଧାରଣା, ସେହି ଅନୁଯାୟୀ ସାହୁକାର ହେଉଛନ୍ତି। କିନ୍ତୁ ତାହା ନୂଆ ଦୁନିଆ ପାଇଁ। ତୁମେମାନେ ଜାଣିଛ, ଆମେ ଯାହା କିଛି କରୁଛୁ, ତାହା ଭବିଷ୍ୟତ ନୂଆ ଦୁନିଆ ପାଇଁ। ବାବା ଆସିଛନ୍ତି ହିଁ ନୂଆ ଦୁନିଆର ସ୍ଥାପନା କରି
ପୁରୁଣା ଦୁନିଆର ବିନାଶ କରିବା ପାଇଁ। ଏସବୁ କଳ୍ପ ପୂର୍ବ ସଦୃଶ ହିଁ ହେବ। ତୁମେ ଏସବୁ ଦେଖିବ। ପ୍ରାକୃତିକ ବିପର୍ଯ୍ୟୟ ମଧ୍ୟ ହେବ, ଭୂମିକମ୍ପ ହେବ, ସବୁକିଛି ବିନାଶ ହୋଇଯିବ। ଭାରତରେ କେତେ ଭୂମିକମ୍ପ ହେବ? ମୁଁ ତ କହୁଛି ତାହା ତ ନିଶ୍ଚିତ ହେବ। କଳ୍ପ ପୂର୍ବରୁ ମଧ୍ୟ ହୋଇଥିଲା। ସେଥିପାଇଁ ତ କହୁଛନ୍ତି ସୁନାର ଦ୍ୱାରିକା ତଳକୁ ଚାଲିଯାଇଛି। ପିଲାମାନେ ଏହି କଥାକୁ ଭଲ ଭାବରେ ବୁଦ୍ଧିରେ ରଖିବା ଉଚିତ ଯେ ଆମେ 5000 ବର୍ଷ ପୂର୍ବରୁ ମଧ୍ୟ ଏହି ଜ୍ଞାନ ନେଇଥିଲୁ। ଏଥିରେ ଟିକିଏ ବି ବ୍ୟତିକ୍ରମ ନାହିଁ। ବାବା 5000 ବର୍ଷ ପୂର୍ବେ ମଧ୍ୟ ଆମେ ଏ ଜ୍ଞାନ ଆପଣଙ୍କଠାରୁ ନେଇଥିଲୁ। ଆମେ ଅନେକ ଥର ଆପଣଙ୍କଠାରୁ ସମ୍ପତ୍ତି ନେଇଛୁ, ଯାହାର ଗଣନା ହୋଇପାରିବ ନାହିଁ। କେତେଥର ତୁମେମାନେ ବିଶ୍ୱର ମାଲିକ ହୋଇଛ, ପୁଣି ଫକୀର ହେଉଛ। ବର୍ତ୍ତମାନ ଭାରତ ପୁରା ଫକୀର ହୋଇଯାଇଛି। ତୁମେ ଡ୍ରାମାର ପ୍ଲାନ୍ ଅନୁସାରେ ମଧ୍ୟ ଲେଖୁଛ। ସେମାନେ ଡ୍ରାମା ଅକ୍ଷର କହୁନାହାନ୍ତି, ତାଙ୍କର ନିଜସ୍ୱ ପ୍ଲାନ୍ ରହିଛି। ତୁମେମାନେ କହୁଛ ଡ୍ରାମାର ପ୍ଲାନ୍ ଅନୁସାରେ 5000 ବର୍ଷ ପୂର୍ବ ଭଳି ଆମେ ପୁନର୍ବାର ସ୍ଥାପନା କରୁଛୁ। କଳ୍ପ ପୂର୍ବରୁ ଯେଉଁ କର୍ତ୍ତବ୍ୟ କରିଥିଲୁ ତାହା ପୁଣି ଏବେ ମଧ୍ୟ ଶ୍ରୀମତ ଆଧାରରେ କରୁଛୁ। ଶ୍ରୀମତ ଦ୍ୱାରା ହିଁ ଶକ୍ତି ନେଉଛୁ। ଶିବଶକ୍ତି ନାମ ମଧ୍ୟ ରହିଛି ନା। ତେଣୁ ତୁମେମାନେ ହେଉଛ ଶିବଶକ୍ତି ଦେବୀ, ଯେଉଁମାନଙ୍କର ପୂଜା ମନ୍ଦିରରେ ହେଉଛି। ତୁମେ ଦେବୀମାନେ ହିଁ ବିଶ୍ୱର ରାଜ୍ୟପ୍ରାପ୍ତ କରୁଛ। ଜଗତ ଅମ୍ବାକୁ ଦେଖ, ତାଙ୍କର କେତେ ପୂଜା କରାଯାଉଛି। ଅନେକ ନାମ ରଖିଦେଇଛନ୍ତି। ସେ ତ ଜଣେ ହିଁ ଅଟନ୍ତି ନା। ଯେପରି ବାପ ଏକମାତ୍ର ଶିବ ହିଁ ଅଟନ୍ତି। ତୁମେମାନେ ମଧ୍ୟ ବିଶ୍ୱକୁ ସ୍ୱର୍ଗ କରିବାରେ ସହଯୋଗ ଦେଉଥିବାରୁ ତୁମର ମଧ୍ୟ ପୂଜା ହେଉଛି। ଅନେକ ଦେବୀ ରହିଛନ୍ତି, ଲକ୍ଷ୍ମୀଙ୍କର କେତେ ପୂଜା କରୁଛନ୍ତି। ଦୀପାବଳି ଦିନ ମହାଲକ୍ଷ୍ମୀଙ୍କର ପୂଜା କରିଥାନ୍ତି। ସେ ହେଉଛନ୍ତି ମୁଖ୍ୟ। ମହାରାଜା ମହାରାଣୀକୁ ମିଶାଇ ମହାଲକ୍ଷ୍ମୀ କହିଦେଉଛନ୍ତି। ସେଥିରେ ଲକ୍ଷ୍ମୀ ନାରାୟଣ ଉଭୟ ଆସିଯାଉଛନ୍ତି। ଆମେ ମଧ୍ୟ ମହାଲକ୍ଷ୍ମୀଙ୍କର ପୂଜା କରୁଥିଲୁ। ଧନ ବୃଦ୍ଧି ହେଲେ ବୁଝିଯାଆନ୍ତି ଯେ ମହାଲକ୍ଷ୍ମୀଙ୍କର କୃପା ହେଲା। ପ୍ରତ୍ୟେକ ବର୍ଷ ପୂଜା କରିଥାନ୍ତି। ଆଚ୍ଛା, ତାଙ୍କଠାରୁ ଧନ ମାଗିଥାନ୍ତି। ସଙ୍ଗମ ଯୁଗର ଦେବୀଙ୍କ ଠାରୁ କ'ଣ ମାଗିବେ? ତୁମେମାନେ ସଙ୍ଗମ ଯୁଗୀ ଦେବୀ ସ୍ୱର୍ଗର ବରଦାନ ଦେଉଛ। ମନୁଷ୍ୟମାନଙ୍କୁ ଏକଥା ଜଣା ନାହିଁ ଯେ ଦେବୀମାନଙ୍କଠାରୁ ସ୍ୱର୍ଗର ସମସ୍ତ କାମନା ପୂର୍ଣ୍ଣ ହୋଇଥାଏ। ତୁମେମାନେ ଦେବୀ ଅଟନା। ମନୁଷ୍ୟମାନଙ୍କୁ ଜ୍ଞାନ ଦାନ କରୁଛ, ଯାହାଦ୍ୱାରା ସବୁ କାମନା ପୂର୍ଣ୍ଣ କରି ଦେଉଛ। ରୋଗ ଆଦି ହେଲେ ଦେବୀମାନଙ୍କୁ ରୋଗମୁକ୍ତ କରିବା ପାଇଁ କହିଥାନ୍ତି ଓ ନିଜର ରକ୍ଷାର ମାଗୁଣି କରିଥାନ୍ତି। ଅନେକ ପ୍ରକାରର ଦେବୀ ରହିଛନ୍ତି। ତୁମେ ହେଉଛ ସଙ୍ଗମ ଯୁଗର ଶିବଶକ୍ତି ଦେବୀ। ତୁମେ ହିଁ ସ୍ୱର୍ଗର ବରଦାନ ଦେଉଛ। ବାବାଙ୍କ ସହିତ ପିଲାମାନେ ମଧ୍ୟ ଦେଉଛନ୍ତି। ମହାଲକ୍ଷ୍ମୀକୁ ଦେଖାଇ ନାରାୟଣକୁ ଗୁପ୍ତ କରି ଦେଉଛନ୍ତି। ବାବା ତୁମର କେତେ ପ୍ରଭାବ ବଢ଼ାଉଛନ୍ତି। ଦେବୀମାନେ 21 ଜନ୍ମ ପାଇଁ ସୁଖର ସବୁ କାମନା ପୂର୍ଣ୍ଣ କରୁଛନ୍ତି। ଲକ୍ଷ୍ମୀଙ୍କ ଠାରୁ ଧନ ମାଗୁଛନ୍ତି। ଧନ ନିମନ୍ତେ ହିଁ ମନୁଷ୍ୟ କର୍ମଧନ୍ଦା କରୁଛନ୍ତି। ତୁମକୁ ତ ବାବା ଆସି ସାରା ବିଶ୍ୱର ମାଲିକ କରାଇ ଅସରନ୍ତି ଧନ ଦେଉଛନ୍ତି। ଶ୍ରୀ ଲକ୍ଷ୍ମୀ ନାରାୟଣ ବିଶ୍ୱର ମାଲିକ ଥିଲେ, ଏବେ କାଙ୍ଗାଳ ହୋଇଯାଇଛନ୍ତି। ତୁମେମାନେ ଜାଣିଛ। ରାଜତ୍ୱ କଲେ ପୁଣି କିପରି ଧୀରେ ଧୀରେ ଅବରୋହଣ କଳା ହେଉଛି। ପୁନର୍ଜନ୍ମ ନେଇ ନେଇ କଳା କମ୍ ହୋଇ ହୋଇ ଏବେ ଦେଖ କିପରି ଅବସ୍ଥା ହୋଇଛି। ଏହା ମଧ୍ୟ ନୂଆ କଥା ନୁହେଁ। ପ୍ରତ୍ୟେକ 5000 ବର୍ଷରେ ଥରେ ଚକ୍ର ଘୁରୁଛି। ବର୍ତ୍ତମାନ ଭାରତ କେତେ କାଙ୍ଗାଳ ହୋଇଯାଇଛି। ଏହା ରାବଣ ରାଜ୍ୟ ଅଟେ। ଭାରତ କେତେ ଶ୍ରେଷ୍ଠ ନମ୍ବର 1 ଥିଲା, ଏବେ ଶେଷ ନମ୍ବରରେ ଅଛି। ଶେଷକୁ ନ ଆସିଲେ ପୁଣି ନମ୍ବର 1ରେ କିପରି ଯିବେ? ହିସାବ ରହିଛି ନା। ଧୈର୍ଯ୍ୟର ସହିତ ବିଚାର ସାଗର ମନ୍ଥନ କଲେ ସବୁ କଥା ସ୍ୱତଃ ବୁଦ୍ଧିରେ ଆସିଯିବ। କେତେ ମଧୁର କଥା ଅଟେ। ବର୍ତ୍ତମାନ ତ ତୁମେମାନେ ସାରା ସୃଷ୍ଟିଚକ୍ରକୁ ଜାଣିଗଲଣି। କେବଳ ସ୍କୁଲରେ ପାଠ ପଢ଼ାଯାଏ ନାହିଁ, ଶିକ୍ଷକ ମଧ୍ୟ ବିଷୟବସ୍ତୁ ଘରେ ଘରେ ପଢ଼ିବାକୁ ଦେଇଥାନ୍ତି, ଯାହାକୁ ହୋମୱାର୍କ କୁହାଯାଏ।
ବାବା ମଧ୍ୟ ତୁମକୁ ହୋମୱାର୍କ ଦେଉଛନ୍ତି। ଦିନରେ ଧନ୍ଦା ଆଦି କର, ଶରୀର ନିର୍ବାହତ କରିବାକୁ ହିଁ ପଡ଼ିବ। ଅମୃତ ବେଳାରେ ତ ସମସ୍ତଙ୍କୁ ଫୁର୍ସତ ମିଳିଥାଏ। ଭୋର 2ଟା 3ଟା ସମୟ ବହୁତ ଭଲ। ସେ ସମୟରେ ଉଠି ବାବାଙ୍କୁ ସ୍ନେହର ସହିତ ମନେ ପକାଅ। ଏହି ବିକାର ହିଁ ତୁମକୁ ଆଦି ମଧ୍ୟ ଅନ୍ତ ଦୁଃଖ ଦେଇଛି। ରାବଣକୁ ଜଳାଉଛନ୍ତି, କିନ୍ତୁ ଏହାର ଅର୍ଥ କିଛି ହେଲେ ଜାଣିନାହାନ୍ତି। ବାସ୍ କେବଳ ପରମ୍ପରାରୁ ରାବଣକୁ ଜଳାଇବାର ପ୍ରଥା ଚାଲି ଆସୁଛି। ଡ୍ରାମା ଅନୁସାରେ ଏହା ମଧ୍ୟ ନିର୍ଦ୍ଧାର୍ଯ୍ୟ ରହିଛି। ରାବଣକୁ ମାରି ଆସୁଛନ୍ତି, କିନ୍ତୁ ରାବଣ ମରୁନାହିଁ। ଏବେ ତୁମେ ଜାଣିଛ ଯେ ଏହି ରାବଣକୁ ଜଳାଇବା ବନ୍ଦ କେବେ ହେବ। ତୁମେ ଏବେ ପ୍ରକୃତ ସତ୍ୟନାରାୟଣଙ୍କର କଥା ଶୁଣୁଛ। ତୁମେ ଜାଣିଛ ଯେ ଆମକୁ ଏବେ ବାବାଙ୍କ ଠାରୁ ସମ୍ପତ୍ତି ମିଳୁଛି। ବାବାଙ୍କୁ ନ ଜାଣିବା କାରଣରୁ ହିଁ ସମସ୍ତେ ନିର୍ଧନ ହୋଇଯାଇଛନ୍ତି। ବାବା ଯିଏକି ଭାରତକୁ ସ୍ୱର୍ଗ କରୁଛନ୍ତି, ତାଙ୍କୁ ମଧ୍ୟ ଜାଣିନାହାନ୍ତି। ଏହା ମଧ୍ୟ ଡ୍ରାମାରେ ନିର୍ଦ୍ଧାର୍ଯ୍ୟ ରହିଛି। ସିଢ଼ିରେ ତଳକୁ ଓହ୍ଲାଇ ତମ ପ୍ରଧାନ ହେଲେ ଯାଇ ବାବା ଆସିବେ, କିନ୍ତୁ ନିଜକୁ କେହି ତମ ପ୍ରଧାନ ଭାବୁନାହାନ୍ତି। ବାବା କହୁଛନ୍ତି, ବର୍ତ୍ତମାନ ସମଗ୍ର ବୃକ୍ଷର ଜୀର୍ଣ୍ଣଶୀର୍ଣ୍ଣ ଅବସ୍ଥା ହୋଇଗଲାଣି। ଏଠାରେ କେହି ଜଣେ ହେଲେ ଶତପ୍ରଧାନ ନାହାନ୍ତି। ସୁଖଧାମ ଏବଂ ଶାନ୍ତିଧାମରେ ଶତପ୍ରଧାନ ହେବେ। ବର୍ତ୍ତମାନ ତମ ପ୍ରଧାନ ଅଟନ୍ତି। ବାବା ହିଁ ଆସି ତୁମକୁ ଅଜ୍ଞାନ ନିଦ୍ରାରୁ ଜାଗ୍ରତ କରୁଛନ୍ତି। ତୁମେ ପୁଣି ଅନ୍ୟମାନଙ୍କୁ ଜାଗ୍ରତ କରୁଛ, ଜାଗ୍ରତ ମଧ୍ୟ ହେଉଛନ୍ତି। ମନୁଷ୍ୟ ମରିଗଲେ ଦୀପ ଜଳାଇଥାନ୍ତି ଆଲୋକକୁ ଆସିବା ପାଇଁ। ବର୍ତ୍ତମାନ ଘୋର ଅନ୍ଧକାର ହୋଇଯାଇଛି। ଆତ୍ମାମାନେ ସ୍ୱତଃ ନିଜର ଘରକୁ ଫେରି ଯାଇପାରିବେ ନାହିଁ। ଯଦିଓ ଇଚ୍ଛା ହେଉଛି ଯେ ଦୁଃଖରୁ ମୁକ୍ତ ହେବୁ, କିନ୍ତୁ ଜଣେ ହେଲେ ମୁକ୍ତ ହୋଇପାରିବେ ନାହିଁ। ଯେଉଁ ସନ୍ତାନମାନଙ୍କୁ ପୁରୁଷୋତ୍ତମ ସଙ୍ଗମ ଯୁଗର ସ୍ମୃତି ରହୁଛି, ସେ ଜ୍ଞାନରତ୍ନ ଦାନ କରିବା ବିନା ରହିପାରିବେ ନାହିଁ। ଯେପରି ମନୁଷ୍ୟ ପୁରୁଷୋତ୍ତମ ମାସରେ ବହୁତ ଦାନ ପୁଣ୍ୟ କରିଥାନ୍ତି, ସେହିପରି ଏହି ପୁରୁଷୋତ୍ତମ ସଙ୍ଗମ ଯୁଗରେ ତୁମକୁ ଜ୍ଞାନରତ୍ନର ଦାନ କରିବାକୁ ହେବ। ଏକଥା ମଧ୍ୟ ଜାଣିଛ ଯେ ଏଠାରେ ସ୍ୱୟଂ ପରମପିତା ପରମାତ୍ମା ପାଠ ପଢ଼ାଉଛନ୍ତି। କୃଷ୍ଣଙ୍କର କଥା ନୁହେଁ। କୃଷ୍ଣ ତ ହେଉଛନ୍ତି ସତ୍ୟଯୁଗର ପ୍ରଥମ ରାଜକୁମାର। ସେ ପୁଣି ପୁନର୍ଜନ୍ମ ନେଇ ଆସୁଛନ୍ତି। ବାବା ଅତୀତ, ବର୍ତ୍ତମାନ, ଭବିଷ୍ୟତର ରହସ୍ୟ ମଧ୍ୟ ବୁଝାଉଛନ୍ତି। ତୁମେ ତ୍ରିକାଳଦର୍ଶୀ ହେଉଛ। ବାବାଙ୍କ ବିନା ଆଉ କେହି ତ୍ରିକାଳଦର୍ଶୀ କରିପାରିବେ ନାହିଁ। ସୃଷ୍ଟିର ଆଦି ମଧ୍ୟ ଅନ୍ତର ଜ୍ଞାନ ବାବାଙ୍କ ପାଖରେ ହିଁ ଅଛି। ସେଥିପାଇଁ ତାଙ୍କୁ ହିଁ ଜ୍ଞାନର ସାଗର କୁହାଯାଉଛି। ସର୍ବୋଚ୍ଚ ଭଗବାନଙ୍କର ହିଁ ଗାୟନ ରହିଛି। ସେ ହିଁ ରଚୟିତା ଅଟନ୍ତି। ହେଭେନଲି ଗଡ୍ ଫାଦର ଅକ୍ଷର ବହୁତ କ୍ଲିଅର ଅଟେ, ଯିଏକି ସ୍ୱର୍ଗର ସ୍ଥାପନା କରୁଛନ୍ତି। ଶିବ ଜୟନ୍ତୀ ମଧ୍ୟ ପାଳନ କରୁଛନ୍ତି, କିନ୍ତୁ ସେ କେବେ ଆସିଲେ, କ'ଣ କଲେ, ଏକଥା କିଛି ବି ଜାଣିନାହାନ୍ତି। ଜୟନ୍ତୀର ଅର୍ଥ ହିଁ ଜଣାନାହିଁ, ତେଣୁ ଜୟନ୍ତୀ ପାଳନ କରି କ'ଣ କରିବେ? କିନ୍ତୁ ଏସବୁ ମଧ୍ୟ ଡ୍ରାମାରେ ରହିଛି। ବର୍ତ୍ତମାନ ହିଁ ତୁମେମାନେ ଡ୍ରାମାର ଆଦି ମଧ୍ୟ ଅନ୍ତକୁ ଜାଣୁଛ, ଆଉ କେବେ ଜାଣିପାରିବ ନାହିଁ। ପୁଣି ଯେତେବେଳେ ସଙ୍ଗମରେ ବାବା ଆସିବେ, ସେତେବେଳେ ହିଁ ଜାଣିବ। ଏବେ ତୁମର ସ୍ମୃତି ଆସୁଛି, ଏହି 84 ଜନ୍ମର ଚକ୍ର କିପରି ଘୁରୁଛି। ଭକ୍ତି ମାର୍ଗରେ କ'ଣ ଅଛି? ଏହାଦ୍ୱାରା ତ କିଛି ବି ମିଳୁନାହିଁ। କେତେ ଭକ୍ତମାନେ ଭିଡ଼ରେ ଧକ୍କା ଖାଇବାକୁ ଯାଉଛନ୍ତି। ବାବା ସେଥିରୁ ତୁମମାନଙ୍କୁ ମୁକ୍ତ କରିଦେଲେ। ବର୍ତ୍ତମାନ ତୁମେମାନେ ଜାଣୁଛ ଯେ ଆମେ ଶ୍ରୀମତ ଅନୁସାରେ ପୁନର୍ବାର ଭାରତକୁ ଶ୍ରେଷ୍ଠ କରୁଛୁ। ଶ୍ରୀମତ ଦ୍ୱାରା ହିଁ ଶ୍ରେଷ୍ଠ ହେଉଛନ୍ତି, ଯେଉଁ ଶ୍ରୀମତ ସଙ୍ଗମରେ ହିଁ ମିଳୁଛି। ତୁମେମାନେ ଯଥାର୍ଥ ଭାବରେ ଜାଣୁଛ ଯେ ଆମେ କ'ଣ ଥିଲୁ ଏବଂ କିପରି ଏଭଳି ହେଲୁ। ଏବେ ପୁଣି ପୁରୁଷାର୍ଥ କରୁଛୁ। ପିଲାମାନେ ଯଦି ପୁରୁଷାର୍ଥ କରି କରି କେବେ ଫେଲ୍ ହୋଇଗଲ, ତେବେ ବାବାଙ୍କୁ ସମାଚାର ଦିଅ। ବାବା ପୁନର୍ବାର ଉତ୍ତୀର୍ଣ୍ଣ ହେବା ପାଇଁ ସାବଧାନୀ ଦେବେ। କେବେ ବି ଫେଲ୍ ହୋଇ ବସିଯାଅ ନାହିଁ। ପୁନର୍ବାର ଛିଡ଼ା ହୋଇଯାଅ, ଔଷଧ ଖାଅ। ସର୍ଜନ ତ ବସିଛନ୍ତି ନା। ବାବା ବୁଝାଉଛନ୍ତି, 5 ମହଲା ଏବଂ 2 ମହଲାରୁ ପଡ଼ିବାରେ ବହୁତ ଫରକ ରହିଛି। କାମ ବିକାର ହେଉଛି 5 ମହଲା। ସେଥିପାଇଁ ବାବା କହୁଛନ୍ତି କାମ ମହାଶତ୍ରୁ ଅଟେ। ସେ ତୁମକୁ ପତିତ କରିଛି।
ଏବେ ପାବନ ହୁଅ। ପତିତ ପାବନ ବାବା ହିଁ ଆସି ତୁମମାନଙ୍କୁ ପାବନ କରାଉଛନ୍ତି ଏବଂ ତାହା ନିଶ୍ଚିତ ସଙ୍ଗମରେ ହିଁ କରିବେ। କଳିଯୁଗର ଶେଷ ଏବଂ ସତ୍ୟଯୁଗ ଆଦିର ଏହା ହେଉଛି ସଙ୍ଗମ। ପିଲାମାନେ ଜାଣିଛନ୍ତି ବାବା ଏଠାରେ ଚାରା ଲଗାଉଛନ୍ତି, ପୁଣି ପୁରା ବୃକ୍ଷ ଏଠାରେ ବଢ଼ିବ। ବ୍ରାହ୍ମଣମାନଙ୍କର ବୃକ୍ଷ ବୃଦ୍ଧି ହୋଇ ପୁଣି ସୂର୍ଯ୍ୟବଂଶୀ ଚନ୍ଦ୍ରବଂଶୀରେ ଯାଇ ସୁଖ ଭୋଗ କରିବେ। ବାବା କେତେ ସହଜ ଭାବରେ ବୁଝାଉଛନ୍ତି। ଆଚ୍ଛା, ପଢ଼ିବା ପାଇଁ ମୁରଲି ମିଳୁନାହିଁ ତ ବାବାଙ୍କୁ ମନେ ପକାଅ। ଏହି କଥା ବୁଦ୍ଧିରେ ପକ୍କା କର ଯେ ଶିବ ବାବା ବ୍ରହ୍ମାଙ୍କ ଶରୀରରେ ଆସି ଆମକୁ କହୁଛନ୍ତି, ମୋତେ ମନେ ପକାଇଲେ ତୁମେମାନେ ବିଷ୍ଣୁ କୂଳକୁ ଚାଲିଯିବ। ତେବେ ଏସବୁର ଆଧାର ପୁରୁଷାର୍ଥ ଉପରେ ରହିଛି। କଳ୍ପ କଳ୍ପ ଯାହା ପୁରୁଷାର୍ଥ କରିଛ ତାହା ହିଁ ଚାଲିବ। ଅଧା କଳ୍ପ ଦେହ ଅଭିମାନୀ ହୋଇଛ, ଏବେ ଦେହୀ ଅଭିମାନୀ ହେବାର ପୁରା ପୁରୁଷାର୍ଥ କର। ଏଥିରେ ହିଁ ମେହନତ ରହିଛି। ପାଠ ପଢ଼ା ତ ବହୁତ ସହଜ, ମୁଖ୍ୟ ହେଉଛି ପବିତ୍ର ହେବାର କଥା। ବାବାଙ୍କୁ ଭୁଲିବା ଏହା ତ ବହୁତ ବଡ଼ ଭୁଲ। ଦେହ ଅଭିମାନରେ ଆସିବା ଦ୍ୱାରା ହିଁ ବାବାଙ୍କୁ ଭୁଲୁଛ। ଶରୀର ନିର୍ବାହ ଅର୍ଥେ ଧନ୍ଦା ଆଦି 8 ଘଣ୍ଟା କର, ବାକି 8 ଘଣ୍ଟା ଯୋଗ କରିବାରେ ପୁରୁଷାର୍ଥ କରିବା ଉଚିତ। ଏହି ଅବସ୍ଥା ଜଲ୍ଦି ହେବ ନାହିଁ। ଅନ୍ତିମ ସମୟରେ ଯେତେବେଳେ ଏହି ଅବସ୍ଥା ହେବ ସେତେବେଳେ ବିନାଶ ହେବ। କର୍ମାତୀତ ଅବସ୍ଥା ହେଲେ ଏହି ଶରୀର ରହିପାରିବ ନାହିଁ। ଶରୀର ଛାଡ଼ିବାକୁ ହେବ, କାହିଁକି ନା ଆତ୍ମା ପବିତ୍ର ହୋଇଯାଇଛି ନା। ଯେତେବେଳେ କ୍ରମାନୁସାରେ କର୍ମାତୀତ ଅବସ୍ଥା ହୋଇଯିବ ସେତେବେଳେ ଲଢ଼େଇ ଆରମ୍ଭ ହେବ। ସେତେବେଳ ପର୍ଯ୍ୟନ୍ତ ରିହର୍ସେଲ ଚାଲିବ। ଆଚ୍ଛା, ମିଠା ମିଠା ଶିଖିଲଧେ ସନ୍ତାନମାନଙ୍କ ପ୍ରତି ମାତା ପିତା ବାପଦାଦାଙ୍କର ମଧୁର ସ୍ନେହ ସମ୍ପନ୍ନ ଶୁଭେଚ୍ଛା ଏବଂ ସୁପ୍ରଭାତ। ଆତ୍ମିକ ପିତାଙ୍କର ଆତ୍ମିକ ସନ୍ତାନମାନଙ୍କୁ ନମସ୍ତେ। ଆମ ଆତ୍ମିକ ସନ୍ତାନମାନଙ୍କର ଆତ୍ମିକ ମାତା ପିତା ବାପଦାଦାଙ୍କୁ ନମସ୍ତେ ନମସ୍ତେ, ସୁପ୍ରଭାତ। ଧାରଣା ପାଇଁ ମୁଖ୍ୟ ସାର 1 ନମ୍ବର। ଏହି ପୁରୁଷୋତ୍ତମ ମାସରେ ଅର୍ଥାତ୍ ସଙ୍ଗମ ଯୁଗରେ ଅବିନାଶୀ ଜ୍ଞାନରତ୍ନର ଦାନ କରିବାକୁ ହେବ। ଅମୃତ ବେଳାରେ ଉଠି ବିଚାର ସାଗର ମନ୍ଥନ କରିବାକୁ ହେବ। ଶ୍ରୀମତ ଅନୁସାରେ ଶରୀର ନିର୍ବାହ କରିବା ସହିତ ବାବା ଯେଉଁ ହୋମୱାର୍କ ଦେଇଛନ୍ତି, ଅର୍ଥାତ୍ ଘର ଗୃହସ୍ଥରେ ରହି ଯେଉଁଭଳି କର୍ମ କରିବାକୁ କହୁଛନ୍ତି ତାହା ମଧ୍ୟ ନିଶ୍ଚିତ କରିବାକୁ ହେବ। 2 ନମ୍ବର, ପୁରୁଷାର୍ଥରେ ଯଦି କୌଣସି ବିଘ୍ନ ଆସୁଛି ତେବେ ବାବାଙ୍କୁ ସମାଚାର ଦେଇ ଶ୍ରୀମତ ନେବାକୁ ହେବ। ସର୍ଜନକୁ ସବୁ କଥା ଶୁଣାଇବାକୁ ହେବ। ବିକର୍ମ ବିନାଶ କରିବା ସମୟରେ କୌଣସି ନୂଆ ବିକର୍ମ କରିବା ଉଚିତ ନୁହେଁ। ଆଜିର ବରଦାନ, ଅଖଣ୍ଡ ଯୋଗର ବିଧି ଦ୍ୱାରା ଅଖଣ୍ଡ ପୂଜ୍ୟ ହେଉଥିବା ଶ୍ରେଷ୍ଠ ମହାନ ଆତ୍ମା ହୁଅ। ଅଖଣ୍ଡ ଯୋଗର ବିଧି ଦ୍ୱାରା ଅଖଣ୍ଡ ପୂଜ୍ୟ ହେଉଥିବା ଶ୍ରେଷ୍ଠ ମହାନ ଆତ୍ମା ହୁଅ। ଡିଟେଲ୍ସ, ଆଜିକାଲି ଯେଉଁମାନେ ସବୁ ମହାନ ଆତ୍ମା ବୋଲାଉଛନ୍ତି ସେମାନଙ୍କର ନାମ ଅଖଣ୍ଡାନନ୍ଦ ଆଦି ରଖିଦେଉଛନ୍ତି, କିନ୍ତୁ ସବୁଥିରେ ଅଖଣ୍ଡ ସ୍ୱରୂପ ତ ତୁମେମାନେ ହିଁ ଅଟ। ଆନନ୍ଦରେ ମଧ୍ୟ ଅଖଣ୍ଡ, ସୁଖରେ ମଧ୍ୟ ଅଖଣ୍ଡ। କେବଳ ସଙ୍ଗ ଦୋଷରେ ଆସ ନାହିଁ। ଅନ୍ୟମାନଙ୍କର ଅବଗୁଣକୁ ଦେଖୁଥିଲେ ମଧ୍ୟ ଶୁଣୁଥିଲେ ମଧ୍ୟ ସେଥିପ୍ରତି ଧ୍ୟାନ ଦିଅ ନାହିଁ। ତେବେ ଏହି ବିଶେଷତା ଆଧାରରେ ତୁମେ ଅଖଣ୍ଡ ଯୋଗୀ ହୋଇଯିବ। ଯେଉଁମାନେ ଅଖଣ୍ଡ ଯୋଗୀ ଅଟନ୍ତି ସେହିମାନେ ହିଁ ଅଖଣ୍ଡ ପୂଜ୍ୟ ହୋଇଥାନ୍ତି। ତେବେ ତୁମେମାନେ ଏଭଳି ମହାନ ଆତ୍ମା ଅଟ ଯାହାକି ଅଧାକଳ୍ପ ପର୍ଯ୍ୟନ୍ତ ନିଜେ ପୂଜ୍ୟ ସ୍ୱରୂପରେ ରହୁଛ ଏବଂ ଆଉ ଅଧାକଳ୍ପ ତୁମମାନଙ୍କର ଜଡ଼ଚିତ୍ରର ପୂଜନ ହେଉଛି। ଆଜିର ସ୍ଲୋଗାନ, ଦିବ୍ୟ ବୁଦ୍ଧି ହିଁ ଶାନ୍ତିର ଶକ୍ତିର ଆଧାର ଅଟେ। ଦିବ୍ୟ ବୁଦ୍ଧି ହିଁ ଶାନ୍ତିର ଶକ୍ତିର ଆଧାର ଅଟେ। ଓମ୍ ଶାନ୍ତି। ଆଜିର ଅବ୍ୟକ୍ତ ଇସାରା, ସଂକଳ୍ପ ଶକ୍ତିକୁ ଜମା କରି ଶ୍ରେଷ୍ଠ ସେବାର ନିମିତ୍ତ ହୁଅ। ଯିଏ ନିଜର ସୂକ୍ଷ୍ମ ଶକ୍ତିଗୁଡ଼ିକୁ ଯଥା ମନ ବୁଦ୍ଧିକୁ ନିୟନ୍ତ୍ରଣ କରିପାରିବ ସେ ଅନ୍ୟମାନଙ୍କୁ ମଧ୍ୟ ନିୟନ୍ତ୍ରଣ କରିପାରିବ। ସେଥିପାଇଁ ଯଦି ନିଜ ଉପରେ ନିୟନ୍ତ୍ରଣ କରିବାର ଶକ୍ତି ଏବଂ ଶାସନ କରିବାର ଶକ୍ତି ଥିବ ତେବେ ଏହା ହିଁ ଯଥାର୍ଥ ନିୟନ୍ତ୍ରଣ ଶକ୍ତି ପାଲଟିଯିବ। ଚାହେ ଅଜ୍ଞାନୀ ଆତ୍ମାମାନଙ୍କୁ ସେବା ଦ୍ୱାରା ନିୟନ୍ତ୍ରଣ କର,
ଚାହେଁ ବ୍ରାହ୍ମଣ ପରିବାରରେ ସ୍ନେହ ସମ୍ପନ୍ନ ସନ୍ତୁଷ୍ଟତା ସମ୍ପନ୍ନ ବ୍ୟବହାର କର। ଦୁଇଟି ଯାକରେ ସଫଳ ହୋଇଯିବ। ଓମ୍ ଶାନ୍ତି।